ଇରାନ ସହ ଯୁଦ୍ଧ ଭିତରେ ସାମୁଦ୍ରିକ ବାଣିଜ୍ୟ ପଥକୁ ସୁରକ୍ଷିତ ରଖିବା ପାଇଁ ଏକମତ ଭାରତ ଓ ସାଉଦି ଆରବ। ଆଜି ସାଉଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସହିତ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମ ଏସିଆର ଉତ୍ତେଜନା ମଧ୍ୟରେ ଦୁଇ ରାଷ୍ଟ୍ର ନେତା ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିବା ମଧ୍ୟ କୁହାଯାଉଛି। ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି ପରିବହନ ମାର୍ଗଗୁଡ଼ିକୁ ସୁରକ୍ଷିତ ରଖିବା ଓ ନୌଚାଳନା ସ୍ୱାଧୀନତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଆଞ୍ଚଳିକ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ସାଉଦି ଆରବରେ ରହୁଥିବା ଭାରତୀୟଙ୍କର କଲ୍ୟାଣ ପାଇଁ କ୍ରାଉନ ପ୍ରିନ୍ସକୁ ଧନ୍ୟବାଦ ଜଣାଇଛନ୍ତି ପିଏମ୍ ମୋଦି। ସାଉଦି କ୍ରାଉନ ପ୍ରିନ୍ସଙ୍କ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି କଥା ହୋଇଥିଲେ। ବିଶେଷକରି ହର୍ମୁଜ ପ୍ରଣାଳୀକୁ ଖୋଲା ରଖିବା ନେଇ ଆଲୋଚନା କରିଛନ୍ତି ମୋଦି ଏବଂ ଟ୍ରମ୍ପ। ଇରାନ ସହ ଯୁଦ୍ଧ ଭିତରେ ସାମୁଦ୍ରିକ ବାଣିଜ୍ୟ ପଥକୁ ସୁରକ୍ଷିତ ରଖିବା ପାଇଁ ଏକମତ ଭାରତ ଓ ସାଉଦି ଆରବ। ଆଜି ସାଉଦି ଆରବ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମ ଏସିଆର ଉତ୍ତେଜନା ମଧ୍ୟରେ ଦୁଇ ରାଷ୍ଟ୍ର ନେତା ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ଏବଂ ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି ପରିବହନ ମାର୍ଗଗୁଡ଼ିକୁ ସୁରକ୍ଷିତ ରଖିବା ଏବଂ ନୌଚାଳନା ସ୍ୱାଧୀନତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଛନ୍ତି।